ଗତ କାଲି ହେଇଥିଲା ଆପଣଙ୍କର ଶୁକ୍ରବାର ରମଜାନ ମାସର ଆରମ୍ଭ। ରମଜାନ ମାସର ଆରମ୍ଭ। ଯଦି ରମଜାନ ମାସ ପର୍ଯ୍ୟନ୍ତ ମୁସଲମାନ ମାସର ଯୋଉ ପ୍ରଥମ ଦିବସରେ ତାଙ୍କର ଆରାଧ୍ୟ ଦେବତା ଯିଏକି ଚାନ୍ଦ କୁ ପୂଜା କରନ୍ତି ବା ଇଦ୍ କୁ ପୂଜା କରନ୍ତି, ଏଇ କଳିଯୁଗର ଅନନ୍ତ ଯୁଗ ବା କଳିଯୁଗ ସତ୍ୟ ଯୁଗର ମଧ୍ୟବର୍ତ୍ତୀ ସମୟ ଯୋଉ ବର୍ତ୍ତମାନ ଚାଲିଛି ଶିଶୁ ବେଦ ଏବଂ ଅନନ୍ତ ଯୁଗ, ଏଇ ଅନନ୍ତ ଯୁଗ ମଧ୍ୟବର୍ତ୍ତୀ ସମୟରେ ବର୍ତ୍ତମାନ ସତ୍ୟ ଶାନ୍ତି ଦୟା କ୍ଷମା ଭାବରେ ରୁକ୍ ଶ୍ୟାମ ଯଦୁର୍ ଅଥର୍ବ ଚାରି ବେଦ ଭାବରେ ହିନ୍ଦୁ ମୁସଲମାନ ଜୈନ ଖ୍ରୀଷ୍ଟିୟ ଚାରି ଧର୍ମବାଦୀ ସମସ୍ତେ ଏକତ୍ରିତ ହେଇ ଏଇ ବିଶ୍ୱକୁ ରକ୍ଷା କରିବା ପାଇଁ ଅଗ୍ରସର ହବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁକରି ଏଇ ଗତ ଶୁକ୍ରବାର ଆପଣଙ୍କର ମାର୍ଚ୍ଚ ମାସ 24 ତାରିଖ ଦିନ ରମଜାନର ମାସ ଥିଲା। ତେଣୁକରି ରମଜାନର ମାସ ଯାହାକି ଚାନ୍ଦର ଉତ୍ତିୟକ୍ତ, ଚାନ୍ଦର ମଧ୍ୟବର୍ତ୍ତ, ଚାନ୍ଦର ଶାନ୍ତ ତିନିଟି ଅବସ୍ଥାରୁ କାଲି ଚାନ୍ଦର ଶାନ୍ତ ଅବସ୍ଥା ଥିଲା। ଆହୁରି ଗୋଟେ ନୂତନ ଜିନିଷ କାଲି ଥିଲା, ସମସ୍ତେ ହୁଏତ ଦେଖିପାରିଥିବେ କି ନାହିଁ ତା ମୁଁ କହିପାରୁନାହିଁ। ଆପଣ ମାନଙ୍କୁ ସମସ୍ତ ବିଶ୍ୱବାସୀ ଏବଂ ଜନଜଗତଙ୍କୁ ଏଇ ମିଡିଆ ମାଧ୍ୟମରେ ମଧ୍ୟ ଜଣାଉଛି ଯେ କାଲି ଏକ ଇନ୍ଦ୍ରଧନୁ ମଧ୍ୟ ପଡିଥିଲା। ତେଣୁକରି ସେଇଟା ହଉଛି ବିଶେଷତ୍ୱ ଜିନିଷ ଯେ କି ବର୍ତ୍ତମାନ ହିନ୍ଦୁ ଧର୍ମକୁ ଭଗବାନଙ୍କ ରୂପରେ ଯେମିତି ସପୋର୍ଟ କରୁଛନ୍ତି, ଯେ କଳିଯୁଗରେ ସକ୍ଷମ ସାହସ ଏବଂ ବିଶ୍ୱାସ ଧୈର୍ଯ୍ୟକୁ ଧରି ଦଉଛନ୍ତି ସମସ୍ତ ଜନଜଗତର ଭକ୍ତ ମାନଙ୍କ ହୃଦୟରେ, ଠିକ୍ ସେମିତି ମୁସଲମାନ ଭକ୍ତ ମାନଙ୍କର ହୃଦୟରେ ଶକ୍ତି ଏବଂ ସାମର୍ଥ୍ୟ ଏବଂ ବିଶ୍ୱାସକୁ ଜାଗ୍ରତ କରିବା ପାଇଁ ସ୍ୱୟଂ ଆଲ୍ଲାହ ରୂପରେ ଚାନ୍ଦ ରୂପରେ କାଲି ପୁରା ଶାନ୍ତ ପରିବେଶ ରୂପରେ ଭକ୍ତ ମାନଙ୍କୁ ଜନଜଗତକୁ ଦର୍ଶନ ଦେଇଛନ୍ତି। ଏହା ହଉଛି ମୁଖ୍ୟ ବାର୍ତ୍ତା ଏବଂ ଏହାର ଉପାଖ୍ୟାନ, ଏହାର ଉଦାହରଣ ଏବଂ ଏହାର ଆଗାମୀ ଦୃଶ୍ୟ ହଉଛି କଣ, କଳିକୁ ସାମ୍ନା କରିବା ପାଇଁ ସତ୍ୟ ଅଗ୍ରସର ହେଇ ଆସିଲା। ଭକ୍ତ ମାନେ ଜାଗ୍ରତ ହୁଅ, ଭକ୍ତ ମାନେ ଉନ୍ମୁକ୍ତ ହୁଅ। ଏ ସନ୍ଥ ସମାଜ, ଏ ଦିବ୍ୟ ସମାଜ, ଏ ସାଧୁ ସନ୍ଥ ପ୍ରେମୀ ପଞ୍ଚସଖା ମହାପୁରୁଷଙ୍କ ଆଶ୍ରିତ ଭକ୍ତବୃନ୍ଦ ଆପଣ ମାନଙ୍କୁ ଏଇ ଅଧମ ବାବାଜୀ ଅବଧୂତ ଦାସ ଛୁଆ ବାବାଜୀ ବା ନାଗା ବାବାଜୀ କୁଳର କ୍ଷୁଦ୍ର କନିଷ୍ଠ ଶିଷ୍ୟ ବା ଛାତ୍ର କହିଲେ ଅତୃପ୍ତି ହେବ ନାହିଁ ବଳରାମ ଦାସ ଗିରି ମହାରାଜ ଆପଣ ମାନଙ୍କ ପାଦ ପଦ୍ମ ତଳରେ ଭୂମିଷ୍ଠ ପ୍ରଣାମ କରି ସମସ୍ତଙ୍କୁ ଅନୁରୋଧ କ୍ରମେ ଜଣେଇ ଦଉଛି ଯେ ଆଗାମୀ ଦିନ ଗୁଡିକ ଆପଣ ମାନଙ୍କ ପାଇଁ ଦୁର୍ଦିନ ହେଇ ଆସୁଛି। ଆପଣ ମାନେ ସଜାଗ ହୁଅନ୍ତୁ, ସୁଦୃଢ ରୁହନ୍ତୁ ଏବଂ ନିଶ୍ଚିନ୍ତ ଆଜ୍ଞା ପରିବର୍ତ୍ତନ ହବାଟା ସାରା, କାରଣ ଇଏ ହଉଛି ପରିବର୍ତ୍ତନଶୀଳର ଦୁନିଆ, ପରିବର୍ତ୍ତନଶୀଳର ରାଜ୍ୟ, ପରିବର୍ତ୍ତନଶୀଳର ଦେଶ, ପରିବର୍ତ୍ତନଶୀଳର ଭାରତ, ଆମର ଅକ୍ଷୁର୍ଣ୍ଣ ଭାରତ। ଇଏ ନିଶ୍ଚିନ୍ତ ପରିବର୍ତ୍ତନ ହବ। ଆପଣ ଦେଖନ୍ତୁ, ଏ ରହି ନାହିଁ ଦେଶ ବାସୀଙ୍କ ଆଶିଷ ରାଜନୀତି ଜ୍ଞାନ ଜାଣି ଆଉ ପଦ୍ମ ଚିହ୍ନ ଜାଣ ଚକ୍ରରେ ପ୍ରମାଣ ଗଦା ହୋଇବ ଉନ୍ମୁକ୍ତ ଧୀରେ ହୋ ଗଦା ହୋଇବ ମୁକ୍ତ। ଶଙ୍ଖ ଚକ୍ର ଗଦା ପଦ୍ମରୂପ ଧାରୀ ଆବିର୍ଭାବ ହେବେ ଏ ମହିର ପୁରୀ ଭକ୍ତଙ୍କୁ ରକ୍ଷା କରିବେ ବାବୁ, ଆଉ ଏ ଦୁଷ୍ଟ ଜନଙ୍କୁ ନାଶିବେ। ରାଜନୀତି ଜ୍ଞାନ ଅଜିଯିବ ମନୁ, ରାଜନୀତି ଜ୍ଞାନ ଅଜିଯିବ ମନୁ ଶୂନ୍ୟରୁ ଆସୁଛି ବାଣୀ ବାବୁ, ଶୂନ୍ୟରୁ ଆସୁଛି ବାଣୀ। ଏ ଚାରି ଚିହ୍ନ ଜାଣ କାହାକୁ ମିଳିବ, ଚାରି ଚିହ୍ନ ଜାଣ କାହାକୁ ମିଳିବ, ଏ ସଂଘର୍ଷ ମଧ୍ୟ ହୋଇବ। ଏହା ମଧ୍ୟରେ ରସ ଉତ୍ପତ୍ତି ଯେ
ଏହା ମଧ୍ୟରେ ଯେ ରସ